এই ଗଛଟିକୁ ଟିକେ ଦେଖିଲେ ଏ ଗଛରେ ଭରପୁର ଫୁଲ କେତେ ସୁନ୍ଦର ଦେଖାଯାଉଛି। ଆପଣମାନଙ୍କୁ ମୁଁ ଆଜି ଗୋଟେ କଥା କହିବି। ଡାକ୍ତର ଆମର କେମିତି ବାପା ଆଉ ପୋଲିସ ଆମର କେମିତି ମାମୁଁ ହେବେ ସେଇ ବିଷୟରେ ଆମେ ସାହି ପଡ଼ିଶାରେ ପରିବାର ଭିତରେ ଘର କରିଛେ। ଲୋକମାନେ ଅଭାବ ଅନାଟନରେ ପଡ଼ିଲେ ଲୁଣ ଟିକେ ଯଦି ଆଣିବାକୁ ଯିବେ, ଶାଶୁ ହଉ ନଣନ୍ଦ ହଉ ପରିବାର ବାହାରର ଲୋକ ହଉ, ଲୁଣ ଦୁଇଟା ଭାତ ଖାଇବା ପାଇଁ ଦେବେନି। କିନ୍ତୁ ଡାଇବେଟିସ୍, ବ୍ଲଡ଼ ପ୍ରେସର, ହାର୍ଟ ଚୋକ୍, ଅନ୍ୟାନ୍ୟ ବିଭିନ୍ନ ପ୍ରକାର ବଡ଼ ବଡ଼ ରୋଗ ଅଛି। ଯେତେବେଳେ ସେଇ ରୋଗଟି ହେଉଛି, ଡାକ୍ତର ବାପାକୁ ହଜାର ହଜାର ଟଙ୍କା, ହଜାର ତ ତା ତୁଳନାରେ ଲକ୍ଷ ଲକ୍ଷ ଟଙ୍କା ଗଣି ଦେଇ ଆସୁଛନ୍ତି। କିନ୍ତୁ ଲୋକମାନେ ଲୁଣ ଦୁଇଟା କିଏ ଅଭାବରେ ଯଦି ପଡ଼ିଛି, ଲୁଣ ଦୁଇଟା ତାକୁ ଖାଇବାକୁ ଦେଉନାହାନ୍ତି। ତାପରେ ଆଉ ଗୋଟେ କଥା ହେଲା, ପୋଲିସ ଆମର ମାମୁଁ। ପୋଲିସ ଆମର ମାମୁଁ ବୋଲି କେଉଁ ଶାସ୍ତ୍ରରେ କିଏ ଗୋଟେ ଲେଖି ଦେଇଛନ୍ତି, ମୁଁ ତ ସେଇଟା ଜାଣିନି। କିନ୍ତୁ ଏଇଟା କହୁଛି ଶୁଣନ୍ତୁ। ଯେତେବେଳେ କୋର୍ଟ କଚେରୀ ହେଉଛି, ଥାନା କୋର୍ଟ କଚେରୀ ହେଲା ମାନେ ଥାନାକୁ ଆଗ ଯିବାକୁ ପଡ଼ୁଛି, କୋର୍ଟ କଚେରୀକି ଯିବାକୁ ପଡ଼ୁଛି। ମାମୁଁ, ସେଥିପାଇଁ ପୋଲିସକି ଆମେ ମାମୁଁ କହୁଛୁ। କିନ୍ତୁ ସେଠି ବି ବିନା ପଇସାରେ କିଛି କାମ ହେଉନି। ହଜାର ଟଙ୍କା ଖର୍ଚ୍ଚ ହେଉଛି, କାହାର ବର୍ଷ ଧରି ଲକ୍ଷ ଟଙ୍କା ଉଡ଼ିଯାଉଛି। କିନ୍ତୁ ସାମାନ୍ୟ ଘଟଣା, ଗୋଟେ ଲୋକଙ୍କୁ ସାହାଯ୍ୟ ପାଇଁ, ଲୁଣ ରୁଆଇ ପାଇଁ, ଭାତ ଖାଇବା ପାଇଁ ଲୁଣ ଦୁଇଟା ମାଗିଲେ ଦେଉନାହାନ୍ତି। କିନ୍ତୁ ବେଳ ପଡ଼ିଲେ ସେ ପୋଲିସ ମାମୁଁକୁ ଆଉ ଡାକ୍ତର ବାପାକୁ ହଜାର ଟଙ୍କା ଗଣି ଦେଇ ଯାଉଛନ୍ତି। ଏ କଥା ସତ ନା ମିଛ?